ବାଲିଅନ୍ତା ଭିଡ଼ ହତ୍ୟା ମାମଲାର ତଦନ୍ତ ଏଯାଏଁ ଅନେକ ବାକି ରହିଥିବା ସମୟରେ ଏବେ ଡାକ୍ତରଙ୍କର ପୋଷ୍ଟମର୍ଟମ୍ ରିପୋର୍ଟ ଆସି ପହଞ୍ଚିଛି। ଏହି ପୋଷ୍ଟମର୍ଟମ୍ ରିପୋର୍ଟ ଶୁଣିବା ପରେ ଆପଣଙ୍କର ଦେହ ନିଶ୍ଚିତ ରୋମାଞ୍ଚିତ ହୋଇଯିବ। ଏତେ ଭୟଙ୍କର ଭାବରେ ତାଙ୍କୁ ହତ୍ୟା କରାଯାଇଥିଲା ତାହାର ବର୍ଣ୍ଣନା ଶୁଣିବା ପରେ ଆପଣଙ୍କର ହୃଦୟ ନିଶ୍ଚିତ ଥରି ଉଠିବ। ଏହି ହତ୍ୟା ଘଟଣା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହେବା ସହିତ ଏକ ଚାଞ୍ଚଲ୍ୟ ମଧ୍ୟ ଖେଳେଇ ଦେଇଛି। ସୌମ୍ୟଙ୍କ ଦେହରେ 21ଟି ସ୍ଥାନରେ ଅତି ଜଘନ୍ୟ ଭାବରେ ଜଖମ ଲାଗିଛି। ଇଞ୍ଜୁରି ହୋଇଛି ତାଙ୍କର ମୁଣ୍ଡ, ପିଠି, ହାତ, ଗୋଡ଼, ପେଟ, ପ୍ରାଇଭେଟ୍ ପାର୍ଟ ଏବଂ 21ଟି ସ୍ଥାନରେ ଜଖମ ଲାଗିଥିବା ବେଳେ ତାଙ୍କ ବଡିରେ ଆଉ କୌଣସି ସ୍ଥାନ ବାକି ନାହିଁ ବୋଲି ଡକ୍ଟରଙ୍କ ରିପୋର୍ଟରେ ଆସିଛି। ତେବେ ପୋଷ୍ଟମର୍ଟମ୍ ରିପୋର୍ଟ ଅନୁଯାୟୀ ସୌମ୍ୟଙ୍କର ମୁଣ୍ଡରେ ପଛ ଭାଗରେ ଏବଂ ବ୍ରେନ୍ ଭିତରେ ପ୍ରବଳ ମାତ୍ରାରେ ରକ୍ତ ଜମାଟ ବାନ୍ଧିଥିବାର ରିପୋର୍ଟରୁ ଜଣାପଡ଼ୁଛି। କିନ୍ତୁ ବ୍ରେନ୍ରେ ରକ୍ତ ଜମାଟ ବାନ୍ଧିବା ପରେ ସୌମ୍ୟ ଏକ କୋମା ଅବସ୍ଥାକୁ ଚାଲି ଯାଇଥିଲେ। ତାପରେ ତାଙ୍କର ମୃତ୍ୟୁ ଘଟିଛି। ଫୁସ୍ଫୁସ୍ରେ ଯେତେବେଳେ ରକ୍ତ ଜମାଟ ବାନ୍ଧିଲା, ସେହି ରକ୍ତ ଜମାଟ ବାନ୍ଧିବା ପରେ ସୌମ୍ୟଙ୍କର ମୃତ୍ୟୁ ଘଟିଛି, ଏହା ଡାକ୍ତରଙ୍କର ପୋଷ୍ଟମର୍ଟମ୍ ରିପୋର୍ଟ କହୁଛି। ତେବେ ମୃତ୍ୟୁ ହୋଇଥିବାର ସମୟ ମଧ୍ୟ ଦର୍ଶାଯାଇଛି। ଯେଉଁ ଡାଲା ଗାଡ଼ିରେ ସୌମ୍ୟଙ୍କର ହାତ ଗୋଡ଼ ବାନ୍ଧି ତାଙ୍କୁ ନିଆଯାଇଥିଲା, ସେହି ଗାଡ଼ି ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ତେବେ ଏଠି ଗୋଟିଏ କଥା ବିଚାରକୁ ଯଦି ନିଆଯାଏ, ସୌମ୍ୟଙ୍କୁ ମାରିଥିବା ଲୋକର ଉଦ୍ଦେଶ୍ୟ କ'ଣ, ଏହି ମାଡ଼ରୁ ହିଁ ଜଣାପଡ଼ୁଛି। ପ୍ରକୃତରେ ଏହା କୌଣସି ପୂର୍ବ ଶତ୍ରୁତାକୁ ନେଇ ମାଡ଼ ହୋଇଛି, କିମ୍ବା ଯଦି କେହି ରାସ୍ତା ଉପରେ ଏମିତି ସାମାନ୍ୟ ଅପରାଧ ଘଟାଇଥାଏ କିମ୍ବା ଗୁଜବ ହୁଏ, ତେବେ ଗୋଟିଏ ଲୋକକୁ କ'ଣ ଏହିଭଳି ମାରି ଦିଆଯାଏ? ତାଙ୍କର ଆଖି ଫାଟି ରକ୍ତ ବାହାରୁଥିବା ସମୟରେ ତାଙ୍କର ଆଖି ଡୋଳା ମଧ୍ୟ ଲେଉଟି ପଡ଼ିଥିବାର ରିପୋର୍ଟରେ ଦର୍ଶାଯାଇଛି। ତେବେ ସୌମ୍ୟଙ୍କର ଯେତେବେଳେ ଅବସ୍ଥା ଅତି ସଙ୍କଟାପନ୍ନ ହୋଇଥିଲା, ସେତେବେଳେ ସେ ସମସ୍ତଙ୍କୁ ପାଣି ମଧ୍ୟ ମାଗିଥିଲେ, କିନ୍ତୁ ସେ ସମୟରେ ତାଙ୍କୁ ପାଣି ମଧ୍ୟ ଦିଆଯାଇନଥିଲା। ସେହି ସମୟରେ ତାଙ୍କୁ ଏପରି ଭାବରେ ମାଡ଼ ମରାଯାଇଥିଲା, ଯାହାକି ସେହି ମାଡ଼ରେ ତାଙ୍କର ଛାତିରେ ଆଘାତ ଲାଗିଥିଲା ଏବଂ ତାଙ୍କର ଫୁସ୍ଫୁସ୍ରେ ମଧ୍ୟ ରକ୍ତ ଜମାଟ ବାନ୍ଧିଥିବାର ପୋଷ୍ଟମର୍ଟମ୍ ରିପୋର୍ଟରୁ ଜଣାପଡ଼ିଛି। ସେ କୋମାକୁ ଚାଲିଯିବାର ଗୋଟିଏ କାରଣ, ତାଙ୍କ ମୁଣ୍ଡକୁ ଏତେ ଆଘାତ ଲାଗିଥିଲା, ଏତେ ବୁଟ୍ର ପାହାର ବାଜିଥିଲା ଏବଂ ଠେଙ୍ଗା ପାହାର ବାଜିଥିଲା, ଯାହାକି ତାଙ୍କ ମୁଣ୍ଡରୁ ପ୍ରବଳ ମାତ୍ରାରେ ରକ୍ତସ୍ରାବ ହୋଇ ତାଙ୍କର ବ୍ରେନ୍ରେ ମଧ୍ୟ ରକ୍ତ ଜମାଟ ବାନ୍ଧି ଦେଇଥିଲା। ସେଥିରେ ସେ କୋମାକୁ ଚାଲି ଯାଇଥିଲେ। ତେଣୁ ମାଡ଼ରୁ ଜଣାପଡ଼ୁଛି ତାଙ୍କୁ ପର୍ଟିକୁଲାର ଭାବରେ କିଛି ରାଗ ରଖି ବା ଯୋଜନାବଦ୍ଧ ଭାବରେ ହତ୍ୟା କରିବାର ଉଦ୍ଦେଶ୍ୟ ନେଇ ତାଙ୍କୁ ଏ ମାଡ଼ ମରାଯାଇଥିବାର ଏହି ରିପୋର୍ଟରୁ ଜଣାପଡ଼ୁଛି। ସେ ସ୍ଥାନରେ ଏତେ ଲୋକ ରୁଣ୍ଡ ହୋଇଥିଲେ ଏବଂ ସମସ୍ତଙ୍କର ଯଦି ଗୋଟିଏ ଗୋଟିଏ ପାହାର ସୌମ୍ୟଙ୍କ ମୁଣ୍ଡରେ ବାଜିଥାଏ, ତେବେ ତାହା ବିଚାରକୁ ନେଲେ ନିଶ୍ଚିତ 100 ପାହାରରୁ କମିବ ନାହିଁ। ତେବେ କିଛି କିଛି ଲୋକଙ୍କର ଦାବି ଓ ଭିଡ଼ିଓ ଫୁଟେଜରୁ ଯାହା ଜଣାପଡ଼ୁଛି, ସେଠାରେ ଶତାଧିକ ଲୋକ ଉପସ୍ଥିତ ଥିଲେ। ଏଯାଏଁ ଯେତିକି ଲୋକ ଆରେଷ୍ଟ ହୋଇଛନ୍ତି, ଏବେ ଆହୁରି ଅନେକ ଲୋକ ତା ଭିତରେ ଲୁଚି ରହିଛନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ ଏଭଳି ନୃଶଂସ ହତ୍ୟା କ'ଣ କେବେ ଅସଦ ଆଚରଣରୁ ଘଟିପାରେ, ନା ପୂର୍ବ ଶତ୍ରୁତାରୁ ଘଟିଛି, କିମ୍ବା ତାଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଛି? ତେବେ ପୋଷ୍ଟମର୍ଟମ୍ ରିପୋର୍ଟର ତଥ୍ୟ ଏବଂ ସୌମ୍ୟଙ୍କର ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିବାର ତଥ୍ୟ ଏବଂ ଫୁସ୍ଫୁସ୍ରେ ରକ୍ତ ଜମାଟ ବାନ୍ଧିଥିବାର ତଥ୍ୟ, ଏହା କେଉଁ ଦିଗକୁ ଦର୍ଶାଉଛି ତାହା ବିଚାରକୁ ନିଆଯିବା ଉଚିତ। ବ୍ୟୁରୋ ରିପୋର୍ଟ, ଓଙ୍କାର ନ୍ୟୁଜ୍ ଓଡ଼ିଆ।